ତମେ ମତେ ଡାକୁଥିଲ କାହିଁକି ପୁଣି ବର୍ତ୍ତମାନ ଡଷ୍ଟବିନ୍ କୁ ଫୋପାଡ଼ି ଦେଲ କାହିଁକି? ତେଣୁ ଏ ଧୋକାବାଜ ଦଳ ପାଖରେ ମୁଁ ଆଉ ରହିବାକୁ ଠିକ ମଣିଲି ନାହିଁ, ଇସ୍ତଫା ଦେଇ ମୁଁ ବିଜୁ ଜନତା ଦଳକୁ ପରିତ୍ୟାଗ କରିଛି ଏବଂ ରିଜାଇନ୍ କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ମୋ ଇସ୍ତଫା ପତ୍ର ପଠାଇ ଦେଇଛି। କାହିଁକି ଯେଉଁମାନେ ଅଳ୍ପ ଭୋଟ ପାଇକି ଜିତିଥିଲେ ସେମାନଙ୍କୁ ଟିକେଟ ଦିଆଗଲା, ଅଥଚ କେଉଁଝର ଜିଲ୍ଲାରେ ମୋର ହାଏଷ୍ଟ ଭୋଟ 44,000 ଭୋଟରେ ମୁଁ ଜୟଦେବଙ୍କୁ ହରେଇଥିଲି, କିନ୍ତୁ ମତେ ଟିକେଟ ଦିଆଗଲା। କିଛି କୁଚକ୍ରୀଙ୍କର ଚକ୍ରାନ୍ତ ଯୋଗୁଁ ମୁଁ ହାଟରେ କିଛି କୁଚକ୍ରୀ ଆଉ ଅନ୍ୟ ଜଣେ ବଡ଼ ନେତା ତାଙ୍କର କୁଚକ୍ରାନ୍ତରେ ମତେ ଟିକେଟରୁ ବଞ୍ଚିତ କରାଗଲା। ସେଇ ଉଦ୍ଦେଶ୍ୟ ପାଇଁ ମୁଁ ଆଉ ଦଳରେ କାମ କରିବାକୁ ପସନ୍ଦ କଲିନି, କାରଣ ମୁଁ ବିଜେପିରୁ ଟିକେଟ ପାଇଥିଲି 19 ମସିହାରେ। ମତେ ଜବରଦସ୍ତ ଡାକିକି ନେଇକି ଟିକେଟ ଫେରାଇ କରିକି ମତେ ଟିକେଟ ଦେଇଥିଲେ। ସେଠି ମୁଁ 44,000 ଉର୍ଦ୍ଧ୍ୱରେ ଭୋଟ ପାଇଥିଲି। ତମେ ମତେ ଡାକୁଥିଲ କାହିଁକି ପୁଣି ବର୍ତ୍ତମାନ ଡଷ୍ଟବିନ୍ କୁ ଫୋପାଡ଼ି ଦେଲ କାହିଁକି? ତେଣୁ ଏ ଧୋକାବାଜ ଦଳ ପାଖରେ ମୁଁ ଆଉ ରହିବାକୁ ଠିକ ମଣିଲି ନାହିଁ, ଇସ୍ତଫା ଦେଇ ନା ମୁଁ ବର୍ତ୍ତମାନ ସୁଦ୍ଧା କୌଣସି ଚିନ୍ତା କରିନାହିଁ କୋଉ ଦଳକୁ ଯିବି କି ନ ଯିବି। ଆଉ ତ ବୟସ ନାହିଁ, 70 ବର୍ଷ ହେଲାଣି। ଆଉ କୋଉ ଦଳକୁ ଯାଇ ଯିବି କି ମୁଁ ସେମିତି କିଛି ଚିନ୍ତା କରିନାହିଁ। ଆଗାମୀ ଦିନରେ ଚିନ୍ତା କରିବି, କର୍ମୀମାନଙ୍କୁ ପଚାରିକି ମୁଁ ଚିନ୍ତା କରିବି।